ଚାଣକ୍ୟଙ୍କର ଏହି 5ଟି କଟୁ କଥା ମାନିଯିବେ ତ ଏତେ ସଫଳ ହୋଇଯିବେ କି ଶତ୍ରୁ ମଧ୍ୟ ଆପଣଙ୍କ ପଛେ ପଛେ ହେବ। ଆଚାର୍ଯ୍ୟ ଚାଣକ୍ୟ ଜୀବନରେ ସଫଳ ହେବା ପାଇଁ ଏମିତି ନିୟମ କହିଛନ୍ତି ଯାହାକୁ ଆପଣ ପାଳନ କଲେ ଆଗକୁ ବଢ଼ିବା ପାଇଁ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ଚାକିରି, ବ୍ୟବସାୟ ଏବଂ କୌଣସି କ୍ଷେତ୍ରର ଉନ୍ନତି ଓ ସଫଳ ହେବା ପାଇଁ କିଛି ନିୟମ କହିଛନ୍ତି। ଏହି ନିୟମକୁ ମାନି କେତେ ଲୋକ ବହୁତ କାମ ଓ ଟଙ୍କା ଅର୍ଜନ କରିଛନ୍ତି। ଯଦି ଆପଣ ସଫଳ ଲୋକଙ୍କ ଲିଷ୍ଟରେ ସାମିଲ ହେବାକୁ ଚାହୁଁଛନ୍ତି, ଏହି ନିୟମକୁ ପାଳନ ନିଶ୍ଚିତ କରନ୍ତୁ। ମୂର୍ଖମାନଙ୍କ ସହ ବିବାଦ କର ନାହିଁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି କୌଣସି ମୂର୍ଖ ଲୋକଙ୍କ ସହ ବିବାଦ କରନ୍ତୁ ନାହିଁ। ମୂର୍ଖ ଲୋକଙ୍କର ବୁଝିବା କମ୍ ହୋଇଥାଏ। ମୂର୍ଖ ସହ କଥା ହେଲେ ନିଜେ ଆପଣଙ୍କର କ୍ଷତି କରନ୍ତି। ଏମିତି ଲୋକ ଆପଣଙ୍କୁ ମଧ୍ୟ ସମ୍ମାନ କରନ୍ତି ନାହିଁ। ତାହାଛଡ଼ା ମୂର୍ଖ ସହ ହୋଇଥିବା ବିବାଦ ପରେ ମାନସିକ ଦୁଶ୍ଚିନ୍ତା ମଧ୍ୟ ସହିବାକୁ ପଡ଼ିଥାଏ। ମୂର୍ଖମାନଙ୍କଠାରୁ ବଞ୍ଚିବାକୁ ସହଜ ଉପାୟ ହେଉଛି ଚୁପ୍ ରହିବା। ଯଦି ଆପଣଙ୍କ ନିଜ ଲକ୍ଷ୍ୟ ହାସଲ କରିବାର ଅଛି ତ ମୂର୍ଖ ଲୋକଙ୍କଠାରୁ ବିବାଦ ନ କରି ସମୟ ନଷ୍ଟ କରନ୍ତୁ ନାହିଁ। ସମୟ ବଞ୍ଚିବା ଦିଗରେ ଧ୍ୟାନ ଦିଅନ୍ତୁ। ମୂର୍ଖ ଲୋକଙ୍କ ସହ କଥାରୁ କିଛି ଲାଭ ହେବାର ନାହିଁ। ନିଜ ଦୁର୍ବଳତା କାହାକୁ କୁହ ନାହିଁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି କିଛି ସମ୍ପର୍କ ଜନ୍ମରୁ ଯୋଡ଼ି ହୋଇ ଆସିଥାଏ। କିଛି ସମ୍ପର୍କ ଆପଣଙ୍କ ଜନ୍ମ ହେବା ପରେ ନିଜେ ଯୋଡ଼ିଥାନ୍ତି। ନୂଆ ସମ୍ପର୍କରେ କେବେ ବି କେତେ ଘନିଷ୍ଠ ପ୍ରେମ ବା ବିଶ୍ୱାସ ଥାଉ ନା କାହିଁକି ନିଜର ଦୁର୍ବଳତା କାହାକୁ କୁହନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ନିଜ ସ୍ତ୍ରୀକୁ ମଧ୍ୟ ନିଜ ଦୁର୍ବଳତା ଲୁଚାଇବା ପାଇଁ ଉପଦେଶ ଦେଇଛନ୍ତି। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେମିତି ବି ଆପଣଙ୍କ ଦୁର୍ବଳତା କାହାକୁ ଜଣାପଡ଼ିଯାଏ ତ ସେ ଏହାର ଫାଇଦା ଉଠାଇଥାଏ। ଏଥିପାଇଁ ଆତ୍ମସମ୍ମାନ ପାଇଁ ନିଜ ଦୁର୍ବଳତା କାହାକୁ କୁହନ୍ତୁ ନାହିଁ। ଧନକୁ ଭାବି ବିଚାରି ଖର୍ଚ୍ଚ କରିବା। ଆଜିକାଲିକା ସମୟରେ ଧନ ଅଛି ତ ଜୀବନ ଅଛି, ଧନ ଅଛି ତ ସମ୍ମାନ ଅଛି, ଧନ ଅଛି ତ ସୁଖ ଅଛି। ଯେତେ ରୋଜଗାର କରୁଛନ୍ତି ତାହାର ମହତ୍ତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା କି ଜରୁରୀ ଯେ କେତେ ସଞ୍ଚୟ କରୁଛନ୍ତି। ଧନର ଦୁରୁପଯୋଗ କରିବା ଅନୁଚିତ। କିଛି ଲୋକ ଲୋଟା ଝାଳ ବୁହାଇ ଧନ ଅର୍ଜନ କରିଥାନ୍ତି। କିଛି କ୍ଷଣରେ ସବୁ ଖର୍ଚ୍ଚ କରିଦିଅନ୍ତି। ଯଦି ଅଯଥା ଖର୍ଚ୍ଚ କରିବେ ତ ପରିଶ୍ରମ କରି ଲାଭ କ'ଣ? ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି କୁବେର ଯଦି ଅଯଥା ଖର୍ଚ୍ଚ କରିବ ସେ ମଧ୍ୟ ଦିନେ କାଙ୍ଗାଳ ହୋଇଯିବ। ଏଥିପାଇଁ ଧନ ଅର୍ଜନ କରିବା ପାଇଁ ଯେତେ ଯତ୍ନ କରୁଛନ୍ତି ସେତେ ଯତ୍ନ ତାକୁ ସଞ୍ଚୟ କରିବା ପାଇଁ ଦରକାର। ଯେଉଁ କଥା ନ ଶୁଣୁଛ ତାକୁ ବିଶ୍ୱାସ କର ନାହିଁ। ଯଦି କେହି ଆପଣଙ୍କୁ ଆପଣଙ୍କ ସାଥିରେ ବସି ମଧ୍ୟ ଶୁଣୁନାହିଁ, କେବେ ଯଦି ଆପଣଙ୍କର ମହତ୍ତ୍ୱପୂର୍ଣ୍ଣ ବିଷୟରେ କହୁଛନ୍ତି ଓ ଆପଣଙ୍କ ସାମ୍ନାରେ ବସିଥିବା ଲୋକ ତାକୁ ଗୁରୁତ୍ୱ ବା ଧ୍ୟାନ ଦେଉନାହିଁ, ତାକୁ ଉପରେ ବିଶ୍ୱାସ କର ନାହିଁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏମିତି ଲୋକଙ୍କଠାରୁ ବକାଯାଇଥିବା କଥା କେତେ ସାର୍ବଜନୀନ ହୋଇଯିବ ଏହା ଆପଣଙ୍କୁ ମଧ୍ୟ ଜଣାପଡ଼ିବ ନାହିଁ। ପଛରେ ଆପଣଙ୍କୁ ଏଥିପାଇଁ ପଶ୍ଚାତାପ ହେବ। ଖୁସି ରହିବାକୁ ହେଲେ ମନଠାରୁ ଦୂରେଇ ରୁହନ୍ତୁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଖୁସି ରହିବାକୁ ହେଲେ ମନଠାରୁ ଦୂରେଇ ରୁହନ୍ତୁ। ଅବଶ୍ୟ ଏହା କରିବା ମୁସ୍କିଲ ହୋଇଥାଏ, କିନ୍ତୁ ତଥାପି ଯଦି ଆପଣ କାହାଠାରୁ ଆଶା ରଖନ୍ତୁ ନାହିଁ, ମୋହଠାରୁ ଦୂରେଇ ରହିବେ ତ ଆପଣଙ୍କୁ ସଫଳତାର ପାହାଚ ଚଢ଼ିବାରେ ମୋହ ରହିଲେ ଆପଣ ମସ୍ତିଷ୍କ ବ୍ୟବହାର କରିବା ବନ୍ଦ କରିଦିଅନ୍ତି। ଏହା ଜାଣି ମଧ୍ୟ ଭୁଲ ନିଷ୍ପତ୍ତି ଭୁଲ କରିଥାଏ। ଏହା ସ୍ୱାର୍ଥୀ ଓ ଧୋକେବାଜ ସ୍ତ୍ରୀର ପରିଚୟ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଆପଣ ବି ପରଖି ନିଅନ୍ତୁ। କୌଣସି ବ୍ୟକ୍ତିର ଜୀବନରେ ତାର ସାଥୀ ସହ ଦୁଃଖ ଓ ସୁଖ ଯୋଡ଼ି ହୋଇ ରହିଥାଏ। ଆଚାର୍ଯ୍ୟ ଯେଉଁଠି ଏକଥର ବା ସୁଖ ଜୀବନ କେତେ ମନ୍ତ୍ର କହିଛନ୍ତି, ତାହା ଚାଣକ୍ୟ ଧୋକେବାଜ ଲୋକଙ୍କଠାରୁ ମଧ୍ୟ ସତର୍କ ରହିବାକୁ କହିଛନ୍ତି। ଆଚାର୍ଯ୍ୟ ଚାଣକ୍ୟ କହିବା କଥା କି ବୈବାହିକ ଜୀବନ ବା ପ୍ରେମର ସୁଖ ଏହି କଥାରେ ନିର୍ଭର କରିଥାଏ କି ଆପଣଙ୍କ ସାଥୀ କିପରି। ଜଣେ ଭଲ ସାଥୀ ଯେଉଁଠି ଆପଣଙ୍କୁ ଚରମ ସୀମା ପର୍ଯ୍ୟନ୍ତ ନେଇଯାଇପାରେ, ଜଣେ ସରମ ସାଥୀ ଆପଣଙ୍କୁ ବିନାଶ ମଧ୍ୟ କରିପାରେ। ସୁଲକ୍ଷଣୀ ସ୍ତ୍ରୀ ବା ବିଶ୍ୱାସୀ ସ୍ୱାମୀ ସମସ୍ତଙ୍କ ଭାଗ୍ୟରେ ନଥାଏ। ଆଚାର୍ଯ୍ୟ ଚାଣକ୍ୟ ପ୍ରେମରେ ବହୁ ଏକ ଜୀବନରେ ଏମିତି ଧୋକେବାଜ ଲୋକଙ୍କ କଥା କିଛି ପରିଚୟ କହିଛନ୍ତି। ତ୍ୟାଗ ଓ ପ୍ରେମ ଅବା ପତି ପତ୍ନୀଙ୍କ ସମ୍ପର୍କରେ ପ୍ରେମ ସହ ତ୍ୟାଗ ଭାବନା ସବୁଠାରୁ ମହତ୍ତ୍ୱ ରହିଥାଏ।
ଯଦି ଆପଣଙ୍କ ପତି ବା ପତ୍ନୀଠାରେ ଏହି ଭାବନା ନାହିଁ, ସେ କେବେ ବି ଧୋକା ଦେଇପାରନ୍ତି। ପ୍ରେମ ଦୁଇ ଜଣଙ୍କ ତରଫରୁ ହେବା ଆବଶ୍ୟକ। ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣଙ୍କୁ ସମୟ ଅନୁସାରେ ଓ ଦରକାର ପଡ଼ିବା ସମୟରେ ବୈବାହିକ ଜୀବନରେ ତ୍ୟାଗ କରିବାକୁ ପଡ଼ିଥାଏ। ଦୁଇ ଜଣଙ୍କ ମଧ୍ୟରୁ ଯିଏ ଏମିତି କଣନ୍ତି ନାହିଁ। ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ସେ ବିଶ୍ୱାସଯୋଗ୍ୟ ନୁହଁ। ଗୁଣ, ତ୍ୟାଗ, ଚରିତ୍ର, ସୌଭାଗ୍ୟଚର ବ୍ୟକ୍ତିର ଗୁଣ ବି ବହୁତ ମୁଖ୍ୟ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଜଣେ ସ୍ତ୍ରୀର ସମାଜ ନିର୍ମାଣ କରିବାରେ ସହାୟକ ହୋଇଥାଏ। ସଦ୍ଗୁଣ ଥିବା ସ୍ତ୍ରୀ ଯେଉଁଠି ସ୍ୱାମୀ ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାଏ ତ ଅନ୍ୟ କୌଣସି ସ୍ତ୍ରୀ ଦୁର୍ଗୁଣ ଥିବା ସ୍ତ୍ରୀ ପରିବାର ନାଶ କରିଥାଏ। ସ୍ୱାର୍ଥ, ଜଣେ ସ୍ୱାର୍ଥପର ସ୍ତ୍ରୀ କେବେ ବି ଭଲ ସ୍ତ୍ରୀ ହେବା ଭଲ ମା ହୋଇପାରେ ନାହିଁ। ତ୍ୟାଗର ଭାବନା ଜଣେ ମହିଳା ବା ପୁରୁଷ ଅପେକ୍ଷା ବେଶୀ ବିଶ୍ୱାସୀ କରାଇଥାଏ। ଏମିତି ସ୍ତ୍ରୀ ଯେ ନିଜ ବିଷୟରେ ଭାବିଥାଏ ସେ କେବେ ବି ଧୋକା ଦେଇପାରେ, ନିଜ ସ୍ୱାର୍ଥ ପାଇଁ କିଛି ବି କରିପାରେ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ନିଜ ମିଛ କହୁଥିବା ମିତ୍ର, ଧୂର୍ତ୍ତ ସେବକ, ଦୁଷ୍ଟ ପତ୍ନୀ ଓ ସର୍ପ ଉପରେ କେବେ ଦୟା ଦେଖାଇବା ଉଚିତ ନୁହେଁ। ଏମାନେ ଆପଣଙ୍କ ଜୀବନ ପାଇଁ ବହୁତ ବଡ଼ ସଙ୍କଟ ଆଣିପାରନ୍ତି। କୌଣସି ଲୋକର ଅସଲି ଚେହେରା କେମିତି ଜାଣନ୍ତୁ। ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ ଭଲ ଅର୍ଥଶାସ୍ତ୍ର ନଥିଲେ, ସେ ମଧ୍ୟ ମହାନ ସମାଜଶାସ୍ତ୍ରୀ ଥିଲେ। ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ନୀତିଶାସ୍ତ୍ରରେ ବିସ୍ତାର ରୂପେ କୁହାଯାଇନାହିଁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି 10 ସେକେଣ୍ଡରେ ଆପଣ ସାମ୍ନା ଲୋକର ଅସଲ ଚେହେରାକୁ ଜାଣିପାରିବେ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଯିଏ ଯେମିତି ଶୁଦ୍ଧ ସୁନା ଚିହ୍ନିବା ପାଇଁ ତାକୁ ଘୂରାଯାଏ, ତାକୁ ଭଙ୍ଗାଯାଏ ଏବଂ ଗଠନ କରାଯାଏ, ସେହିପରି ଜଣେ ସଚ୍ଚୋଟ ବନ୍ଧୁର ପରିଚୟ ଖରାପ ସମୟରେ ହୋଇଥାଏ। ଜଣେ ସଚ୍ଚୋଟ ବନ୍ଧୁ ଶ୍ରୀକୃଷ୍ଣ ପରି ରଣଭୂମିରେ ଆପଣଙ୍କ ସାଥ ଦେଇଥାଏ। କିଏ ହୋଇଥାଏ ବିଶ୍ୱାସର ପାତ୍ର। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଜଣେ ଆଦର୍ଶ ପତ୍ନୀର ପରଖ ଧନ ଶେଷ ହେବା ପରେ ହୋଇଥାଏ। ଯେମିତି ମା ସୀତା ସବୁ ପରିସ୍ଥିତିରେ ଭଗବାନ ରାମଙ୍କ ସହିତ ସାଥ ଦେଇଥିଲେ। ତାଙ୍କ ସହିତ ମହାରାଣୀ ହୋଇ ମଧ୍ୟ ବନବାସର କଷ୍ଟ ସହିଥିଲେ। ସେ ଜଣେ ଆଦର୍ଶ ପତ୍ନୀ ଥିଲେ। ଯେବେ ବି ସ୍ୱାର୍ଥୀ ସ୍ତ୍ରୀ ଧନ ଖର୍ଚ୍ଚ ହୋଇଗଲେ ସ୍ୱାମୀକି ଛାଡ଼ି ଚାଲିଯାଏ। ସାପ ଚରୁଥିବା ଲୋକ, ଚାଣକ୍ୟ ନୀତି ଅନୁସାରେ ସାପ ଧରୁଥିବା ଘରେ କଟୁରେ ରହୁଥିବା ସ୍ତ୍ରୀ, କପଟୀ ବନ୍ଧୁ, ଧୋକେବାଜ ଚାକରଠାରୁ ଦୂରରେ ରୁହନ୍ତୁ। ଏମାନେ ଆପଣଙ୍କ ଜୀବନକୁ ବରବାଦ କରିପାରନ୍ତି। ମିଠା ମିଠା କହୁଥିବା ଲୋକେ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ବାପା ମାଆଙ୍କୁ ମିଛ କହୁଥିବା ଲୋକଙ୍କୁ କେବେ ବି ଭରସା କରନ୍ତୁ ନାହିଁ। ଯେ ବାପା ମାଆଙ୍କୁ ଧୋକା ଦେଇଥାଏ ସେ ଆପଣଙ୍କୁ ମଧ୍ୟ ଧୋକା ଦେଇପାରେ। ସାମ୍ନାରେ ମିଠା ମିଠା କଥା କହୁଥିବେ କିନ୍ତୁ ମନରେ ଆପଣଙ୍କୁ ବରବାଦ କରିବା ପାଇଁ ଭାବୁଥିବେ। ଏମିତି ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ସତ୍‌ରେ ରହିବା କଥା କହୁଥିବା ଲୋକ। ନୀତି ଅନୁସାରେ ପ୍ରକୃତ ପ୍ରେମୀ ସିଏ ହୋଇଥାଏ ଯିଏ ପ୍ରେମ ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥାଏ।